ଆମର ଥଣ୍ଡା ପାନୀୟ ଶାନ୍ତି ଶୃଙ୍ଖଳାର କାଲିନ ବାବୁ ସହିତ ଆମ ଜଟଣୀବାସୀ ସମସ୍ତଙ୍କୁ ଏଇଟା ହଉଛି ଜଟଣୀ ଗୋଟେ ଚା ଖଟି। ଏଠି ଜଟଣୀର ସବୁ ଯୁବକ ହୁଅନ୍ତୁ ବୃଦ୍ଧ ହୁଅନ୍ତୁ ସମସ୍ତେ ଏଠି ସକାଳୁ ସବୁଦିନ ଚା ପିଅନ୍ତି ଏବଂ ସେଇ ଚା ଆମର ପିଇବା ଭିତରେ ସବୁ ଯୁବକ ମାନଙ୍କର ଗୋଟେ କାର୍ଯ୍ୟକ୍ରମ ସ୍ଥିର ହେଲା ଯୋଉ କାର୍ଯ୍ୟକ୍ରମ କି ରଜପଣା ବା ଜଳଛତ୍ର ଗୋଟେ କରିବା। ପ୍ରଚଣ୍ଡ ଖରା ହଉଛି, ପ୍ରଚଣ୍ଡ ଖରାରେ ଲୋକମାନେ ବହୁତ ହଇରାଣ ହଉଛନ୍ତି ଯିବା ବାଟରେ। ଲୋକଙ୍କ ପାଇଁ ଟିକେ ଛାଇ ସୁବିଧା ହଉନି କି ଟିକେ ପାଣିର ବି ସୁବିଧା ନାହିଁ। ତେଣୁକରି ଏ ରଜ ଉପଲକ୍ଷେ ସମସ୍ତେ ମନ କଲେ ଯେହେତୁ ଛୁଟି ଦିନ ସମସ୍ତେ ଏକତ୍ରିତ ହବା ଏବଂ ଆମେ କେହି ରଜରେ କେହି ମାନେ ନିଜକୁ ନିୟୋଜିତ ନ କରିକି ଲୋକଙ୍କ ସେବା ପାଇଁ ଆମ ଚା ଖଟିରେ ସମସ୍ତ ଭାଇମାନେ ସବୁ ଯୁବ ଶକ୍ତି ମାନେ ଏକାଠି ହେଲେ ଏବଂ ଚା ରଜ ପଣା ଗୋଟେ ଆମେ ସମସ୍ତଙ୍କୁ ଦବା। ଏବଂ ମୁଁ ଦେଖୁଛି ଏଠି ଅଭୂତପୂର୍ବ ଭାବେ ଯେତେ ଲୋକ ଯାଉଛନ୍ତି ସମସ୍ତେ ଆଗ୍ରହର ସହିତ ଛିଡା ହଉଛନ୍ତି ଏବଂ ଏ ପଣା ଆଉ ପାଣି ଦିଟା ଯାକ ପିଇକି ଯାଉଛନ୍ତି। ବହୁତ ଖୁସି ଲାଗୁଛି ଯେ କେତେ ଆବଶ୍ୟକ ଅଛି ଏଇ ବାଟୋଇ ମାନଙ୍କ ପାଇଁ ପଣା ବା ପାଣିର ଆବଶ୍ୟକତା ଅଛି। ତେଣୁକରି ଏଇ ଯୋଉ କାର୍ଯ୍ୟକ୍ରମ ହେଲା ଏଇ କାର୍ଯ୍ୟକ୍ରମ ଦ୍ୱାରା ଆମେ ସମସ୍ତେ ଆବାଳ ବୃଦ୍ଧ ବନିତା ଏକାଠି ହେଇଛୁ। ଏଠି ଯୁବକ ମାନଙ୍କ ଦ୍ୱାରା ଯୋଉ ଆମ ଚା ଖଟିର ଯୁବକ ମାନେ ଅଛନ୍ତି ସମସ୍ତଙ୍କର ମନ ଏକରେ ଯେ ଏଠାରେ ଭାଇଚାରାର ଜାଗା ଏଇଟା ଏବଂ ସମସ୍ତେ ବଡ଼ଠୁ ଛୋଟ ସାନ ସମସ୍ତେ ପୁରା ଭାଇ ଭଳି ଏକତ୍ରିତ ହେଇ ଆପଣ ଦେଖୁଥିବେ ଏଠି ବଡ଼ ଭାଇ ବି ଅଛନ୍ତି, ସାନ ଅଛନ୍ତି ଏବଂ ସବୁ ଏଠି ଓକିଲ ବି ଅଛନ୍ତି, ଶିକ୍ଷକ ଅଛନ୍ତି ଏବଂ ପ୍ରଫେସର ବି ଅଛନ୍ତି। ଏଠି ସମସ୍ତେ ଅଛନ୍ତି। ତେଣୁକରି ସମସ୍ତଙ୍କର ସହଯୋଗରେ ଏ ଅନୁଷ୍ଠାନ ଆମର ଯୋଉ ଚା ଖଟି ଅନୁଷ୍ଠାନ ଏଠି ଯୁବକ ମାନଙ୍କ ଦ୍ୱାରା ଆଉ ଯୋଉ ପଣା ବଣ୍ଟନ ହଉଛି ବହୁତ ମାନେ ଲୋକ ଏଥିରେ ଆସିକି ପହଞ୍ଚୁଛନ୍ତି ଏବଂ ଆପଣ ଦେଖୁଥିବେ ଯୋଉ ମୋ ବସ୍ ଯାଉଛି ସେ ମୋ ବସ ରେ ଲୋକ ବି ବହୁତ ଆଗ୍ରହର ସହିତ ଏ ପଣା ପିଉଛନ୍ତି। ରଜ ପର୍ବ ଓଡ଼ିଶାର ଗଣପର୍ବ, ପାରମ୍ପରିକ ପର୍ବ ଏବଂ କୃଷି ଭିତ୍ତିକ ପର୍ବ। ଏ ଉପଲକ୍ଷେ ସମସ୍ତ ଜନସାଧାରଣ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛୁ। ଆଜି ହେଉଛି ପହିଲି ରଜ। ଏହି ଅବସରରେ ଆମର ଜଟଣୀ ଭାଇଙ୍କ ଚା ଖଟି ଯୋଉଠାରେ କି ଆମେ ସମସ୍ତେ ସକାଳେ ଏବଂ ସନ୍ଧ୍ୟାବେଳେ ସବୁ ଭାଇମାନେ ଏକତ୍ରିତ ହଉ। ଜଟଣୀ ଅଞ୍ଚଳର ଆମର ଯେମିତି ଦେଖନ୍ତୁ ପାଖାପାଖି ନୂଆଗାଁ, ବରତୋଟା, ବେଲପଡ଼ା, ଖୁଦ୍ଦୁପୁର, କୁଦିଆରୀ, ରାଜାବଜାର ଏଇଭଳି ଭୀମପୁର, ଉପରବସ୍ତ, ବାଛରା ଏଇଭଳି ଗାଁର ଯୋଉ ଆମର ଭାଇଚାରା ଅଛି ସେ ଭାଇମାନେ ସମସ୍ତେ ଏକତ୍ରିତ ହଉ ଏବଂ ଆମ ଭିତରେ ଗୋଟେ ଭାଇଚାରା ଥାଏ ଯେ ଆମେ ସମସ୍ତେ ସକାଳୁ ଉଠିକି ଚାହା ପିଉ ଏକତ୍ରିତ ହଉ। ସମସ୍ତେ ଗୋଟେ ଖୁସିରେ ସକାଳେ ଗୋଟେ ଏକତ୍ରିତ ହବାର ଗୋଟେ ସୁଯୋଗ ମିଳିଥାଏ। ତ ସେଇ ଭାଇମାନଙ୍କୁ ନେଇ ଆଜି ଆମର ଜଟଣୀର ମୁଖ୍ୟ ରାସ୍ତାରେ ରଜ ଉପଲକ୍ଷେ ଗୋଟେ ଦହି ପଣା ଏବଂ ଜଳପାନର ବନ୍ଦୋବସ୍ତ କରାଯାଇଛି। ଏହି ଅବସରରେ ଜଟଣୀର ମୁଖ୍ୟ ରାସ୍ତାରେ ହଜାର ହଜାର ଯାତ୍ରୀ ମାନେ ଯାଉଛନ୍ତି। ଏଇ ଗ୍ରୀଷ୍ମ ପ୍ରବାହରୁ ତୃଷ୍ଣା ମେଣ୍ଟାଇବା ପାଇଁକା ଆଜି ସେମାନେ ଆସିକି ଏଠି ଦହି ପଣାର ପିଉଛନ୍ତି ଏବଂ ଜଳପାନ ମଧ୍ୟ କରୁଛନ୍ତି। ହୃଦୟରୁ ସାଧୁବାଦ ଦେବି ନିଶ୍ଚିତ ଭାବରେ ଆମର ଯୋଉ ଭାଇମାନେ ଆୟୋଜନ କରିଛନ୍ତି ଜଟଣିଆ ଅଛନ୍ତି ତାଙ୍କ ସଂଗଠନ ଜଟଣିଆ ଭାଇଚାରା ଏବଂ ଏକତା ସେ ହୃଦୟରୁ ସାଧୁବାଦ ଧନ୍ୟବାଦ ଦଉଛି। ଏଇଭଳି ସାମାଜିକ କାର୍ଯ୍ୟକ୍ରମ ସବୁ ଇଏ ହେଲା ଯେ ଆମେ ରଜରେ କେମିତି ଦହି ପାଇଁ ସେଠୁ ସମସ୍ତଙ୍କର ସହଯୋଗରେ ଆଜି ହେଲା ରଜ। ରଜ ଉପଲକ୍ଷେ ଜଟଣୀବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଆଜି ଆମର ଏଠି ଯୋଉ ଚା ଖଟିରୁ ଗୋଟେ ଯୋଉଟା କି ଦହି ଏଠାରେ କୌଣସି ଦଳ ନାହିଁ। ଆମେ ସମସ୍ତେ ସହର ସମସ୍ତେ ଭାଇମାନେ ମିଶି ଗୋଟେ ଦହିପଣା ବ୍ୟବସ୍ଥା କରିଥିଲୁ ଯୋଉଟା ବି ଏଠି ମାନେ 4,000ରୁ 5 ଲକ୍ଷ ଅଲରେଡି ପିଇସାରିଲାଣି। ବର୍ତ୍ତମାନ ବ୍ୟବସ୍ଥା ବି ଚାଲିଛି। ଆଉ ଏଇ ଚା ଖଟିର ଏଇ ଗୋଟିଏ ପ୍ରୋଗ୍ରାମ ପାଇଁ ବର୍ଷକୁ 4-5 ଥର ପ୍ରୋଗ୍ରାମ ହୁଏ। ସଦାବେଳେ ନିଆରା ପ୍ରୋଗ୍ରାମ ହୁଏ। ଆଜି ମଧ୍ୟ ଗୋଟେ ନିଆରା ପ୍ରୋଗ୍ରାମ ହେଇଛି। କେତେ ଦିନ ଧରି ଚାଲିବ? ଚା ଖଟିରେ ଆମେ ଯୋଉମାନେ ସକାଳୁ ଚା ପିଉଛୁ ସେଇଟା ଚା ଖଟିରେ ଗୋଟେ ଭଲ ଚିନ୍ତାଧାରା କରିକି ଆମେ ସମସ୍ତେ ଖୁସି ଦେଇକି ଯାଉ।